ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ଆସନ୍ତୁ ଜାଣିବା ସାବିତ୍ରୀ ବ୍ରତ ପାଳନ କରିବାର 26ଟି ନିୟମ। ନମ୍ବର 1, ସାବିତ୍ରୀ ବ୍ରତ ହେଉଛି ଆମ ଓଡ଼ିଆମାନଙ୍କର ପର୍ବ ଏବଂ ବିଶେଷ କରି ବିବାହିତ ନାରୀମାନଙ୍କ ପାଇଁ ଏହା ଗୋଟେ ବହୁତ ବଡ଼ ପର୍ବ ଅଟେ। ନମ୍ବର 2, ମନେ ରଖନ୍ତୁ, ଆପଣ ସାବିତ୍ରୀ ବ୍ରତ ଦିନ କିଛି ବି ବଦଳେଇକି ନୂଆ ପିନ୍ଧିବେ ନାହିଁ, ଯେମିତିକି ଚୁଡ଼ି କି ମଙ୍ଗଳସୂତ୍ର ଏହିସବୁ ଆଦି ଆପଣମାନେ ବ୍ରତର 2 ଦିନ ଆଗରୁ ବଦଳେଇକି ନୂଆ ପିନ୍ଧି ପାରିବେ। ନମ୍ବର 3, ସାବିତ୍ରୀ ବ୍ରତ ପ୍ରତିବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପଡ଼ିଥାଏ। ଚଳିତ ବର୍ଷ ସାବିତ୍ରୀ ବ୍ରତ ଜୁନ୍ 6 ତାରିଖରେ ପଡ଼ୁଛି। ନମ୍ବର 4, ଆପଣମାନେ ହଳଦିଆ ରଙ୍ଗର ବ୍ରତ ପୂଜା କରିପାରିବେ ଏବଂ ନାଲି ରଙ୍ଗର ବ୍ରତ ମଧ୍ୟ ପୂଜା କରିପାରିବେ। ତା ସହିତ ବ୍ରତରେ 7ଟି ଗଣ୍ଠି ପଡ଼ିଥାଏ ଏବଂ ବ୍ରତକୁ ଆପଣ ଡାହାଣ ହାତରେ ହିଁ ପିନ୍ଧିବେ। ନମ୍ବର 5, ପୂଜା ଆପଣମାନେ ଘରେ କରିପାରିବେ, ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରେ କରିପାରିବେ, ମା ପାର୍ବତୀଙ୍କ ପାଖରେ କରିପାରିବେ ଏବଂ ତା ସହିତ ସାବିତ୍ରୀ ମାଙ୍କ ମନ୍ଦିର ମଧ୍ୟ କରିପାରିବେ। ମନେ ରଖିବେ, ସେହିଦିନ ଆପଣ ଯେଉଁଠି ବି ପୂଜା କରନ୍ତୁ, କିନ୍ତୁ ଆପଣ ବରଗଛ ପାଖରେ ଯାଇକି ଟିକେ ପୂଜା କରିକି ନିହାତି ଭାବରେ ଆସିବେ। ନମ୍ବର 6, ଯେଉଁମାନେ ଏହି ବର୍ଷ ପ୍ରଥମ ଥର ନୂଆ କରିକି ସାବିତ୍ରୀ ବ୍ରତ କରିବେ, ସେମାନେ ବ୍ରାହ୍ମଣଙ୍କ ଦ୍ୱାରା ଘରେ ପୂଜା କରନ୍ତୁ। ଏହାଦ୍ୱାରା ବହୁତ ଭଲ ଏବଂ ମଙ୍ଗଳ ହୋଇଥାଏ। ନମ୍ବର 7, ଯେଉଁମାନେ ଛୋଟକ ବା ମୃତକ ଆପଣ ଜମା ବି ପୂଜା କରିପାରିବେ ନାହିଁ, କାରଣ ଆପଣଙ୍କ ଶରୀର ମାରା ହୋଇଥାଏ ନା, ସେଥିପାଇଁ ଆପଣ ପୂଜା କରିପାରିବେ ନାହିଁ। ନମ୍ବର 8, ଯଦି ଆପଣଙ୍କର ଋତୁସ୍ରାବ ଚାଲିଛି ବା ହୋଇଛି, ତାହେଲେ ଆପଣଙ୍କର 5 ଦିନ ହୋଇଥିଲେ ପୂଜା କରିପାରିବେ, ଭୋଗ ପାଇପାରିବେ ଏବଂ ସବୁ ଶାଢ଼ୀ ଚୁଡ଼ି ଏସବୁ ଆଦି ପିନ୍ଧିପାରିବେ। ନମ୍ବର 9, ଏହି ଦିନ ପରନିନ୍ଦା ପରଚର୍ଚ୍ଚା କରିବେ ନାହିଁ ଏବଂ ଅନ୍ୟର ଚୁଙ୍ଗୁଲି ଆଦି କରିବେ ନାହିଁ ଏବଂ ତା ସହିତ ଦିନରେ ଶୟନ କରିବେ ନାହିଁ। ନମ୍ବର 10, ଗର୍ଭବତୀ ମହିଳାମାନେ ପୂଜା କରିପାରିବେ କିନ୍ତୁ ଉପବାସ ରହିବେ ନାହିଁ। ଫଳମୂଳ ଆହରଣ କରିକି ରହିବେ, ଖାଲି ପେଟରେ ଜମା ବି ରହିବେ ନାହିଁ, ନାଇଁ ତ ଛୁଆ ଓ ମାର ଶରୀର ଉପରେ ପ୍ରଭାବ ପଡ଼ିବ। ନମ୍ବର 11, ଯେଉଁ ମହିଳାମାନଙ୍କର ଶରୀର ଅସୁସ୍ଥ ଅଛି, ସେମାନେ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରିପାରିବେ, ଯେମିତିକି ପଣା ସାରିପାରିବେ, ଶାଗୁପଣା ମଧ୍ୟ ପିଇପାରିବେ ଏବଂ ତା ସହିତ ଫଳମୂଳ ମଧ୍ୟ ଆହରଣ କରିକି ରହିପାରିବେ। ନମ୍ବର 12, ସାବିତ୍ରୀ ବ୍ରତ ଦିନ ଆପଣ ଦିନ ସାରା ବ୍ରତକୁ ହାତରେ ଧାରଣ କରିକି ରଖିପାରିବେ ଏବଂ ତା ବାସି ଦିନ ବ୍ରତକୁ ପାଣିରେ ବିସର୍ଜନ କରିପାରିବେ, ନାଇଁ ତ ପିନ୍ଧି ମଧ୍ୟ ପାରିବେ। ନମ୍ବର 13, ଏହି ଦିନ କାହାକୁ କଟୁ କଥା, ଖରାପ କଥା କୁହନ୍ତୁ ନାହିଁ। ଏହି ଦିନ ମା ସାବିତ୍ରୀଙ୍କୁ ସ୍ମରଣ କରନ୍ତୁ, ପ୍ରଭୁ ଶିବ ମା ପାର୍ବତୀଙ୍କୁ ଏବଂ ତା ସହିତ ଲକ୍ଷ୍ମୀନାରାୟଣଙ୍କୁ ମଧ୍ୟ ସ୍ମରଣ କରନ୍ତୁ। ନମ୍ବର 14, ଏହି ଦିନ ସିଙ୍ଗାର ଜାତୀୟ ଜିନିଷ ଅନ୍ୟକୁ ଦାନ କରନ୍ତୁ। ଏମିତି କରିବା ଦ୍ୱାରା ମା ଏବଂ ପ୍ରଭୁ ଆଶୀର୍ବାଦ କରିଥାନ୍ତି। କିନ୍ତୁ ମନେ ରଖିବେ କି ଆପଣ ନିଜର ସିଙ୍ଗାର ଜିନିଷ ଦାନ ଦେବେ ନାହିଁ, କିଣିକି ଆଣିକି ଦାନ ଦେବେ। ନମ୍ବର 15, ବ୍ରତ ଆପଣ ପୁରା ନିଷ୍ଠା ସହିତ ଏବଂ ପୁରା ଖୁସି ମନରେ ପାଳନ କରନ୍ତୁ, ଏହା ବହୁତ ମଙ୍ଗଳ ହୋଇଥାଏ। ନମ୍ବର 16, ବିବାହିତ ନାରୀମାନେ ମନେ ରଖିବେ କି ସାବିତ୍ରୀ ବ୍ରତ ଦିନ କଳା ବସ୍ତ୍ରକୁ ଭୁଲରେ ମଧ୍ୟ ପରିଧାନ କରିବେ ନାହିଁ, କାରଣ କଳା ହେଉଛି ନକାରାତ୍ମକର ପ୍ରତୀକ ହୋଇଥାଏ। ସେଥିପାଇଁ ଆପଣ ସାବିତ୍ରୀ ବ୍ରତ ଭଳି ଏତେ ବଡ଼ ଦିନରେ କଳା ବସ୍ତ୍ର ପରିଧାନ କରିବାରୁ ଦୂରେଇ ରୁହନ୍ତୁ। ଯଦି ପାରୁଛନ୍ତି ନାଲି ବସ୍ତ୍ର ହିଁ ପିନ୍ଧନ୍ତୁ, ନାଲି ବହୁତ ଭଲ ହୋଇଥାଏ, ନାଲି ହଳଦିଆ ଏସବୁ ବହୁତ ଭଲ ହୋଇଥାଏ। ନମ୍ବର 17, ସାବିତ୍ରୀ ବ୍ରତକୁ 3 ଦିନ ଧରିକି ନିଷ୍ଠାର ସହିତ ପାଳନ କରିବା କଥା। ସାବିତ୍ରୀ ବ୍ରତ ପୂର୍ବ ଦିନ ବ୍ରତ ଆରମ୍ଭ କରିବେ ଏବଂ ସାବିତ୍ରୀ ବ୍ରତର ପରଦିନ ପର୍ଯ୍ୟନ୍ତ ଶେଷ କରିବେ। ନମ୍ବର 18, ସାବିତ୍ରୀ ବ୍ରତକୁ ଏହି 3 ଦିନ ନିଷ୍ଠାର ସହିତ ପାଳନ କରିବା ଦ୍ୱାରା ସୌଭାଗ୍ୟବତୀ ହୋଇଥାନ୍ତି ଏବଂ ପୁଣ୍ୟ ଫଳ ବି ପ୍ରାପ୍ତି ହୋଇଥାଏ। ନମ୍ବର 19, ଏହି 3 ଦିନ ପୋଡ଼ା ଦ୍ରବ୍ୟ କି ଆମିଷ ଖାଦ୍ୟ, ପିତା ଦ୍ରବ୍ୟ କି ପିଆଜ ରସୁଣ ଆଦି ଭୋଜନ କରନ୍ତୁ ନାହିଁ ଏବଂ ତା ସହିତ ଏହି 3 ଦିନ ସ୍ୱାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ଠାରୁ ଦୂରେଇ ରହିବେ। ଏହିସବୁ ପାଳନ କରିବା ଦ୍ୱାରା ବହୁତ ମଙ୍ଗଳ ହୋଇଥାଏ। ନମ୍ବର 20, ଏହି ଦିନ ନିଜ ଗୃହରେ ମିଠା ଜିନିଷ କିଛି ପ୍ରସ୍ତୁତ କରନ୍ତୁ ଏବଂ ଠାକୁରଙ୍କ ପାଖରେ ନିହାତି ଭାବରେ ଭୋଗ ଲଗାନ୍ତୁ। ନମ୍ବର 21, ନୀଳ, କଳା
ଧଳା ଚୁଡ଼ି ଏହିସବୁ ଭାଙ୍ଗି ଯାଇଥିବା ଚୁଡ଼ି ଏହିସବୁ ଆଦି ଭୁଲରେ ମଧ୍ୟ ପିନ୍ଧିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ମଙ୍ଗଳ ହୋଇ ନଥାଏ। ନମ୍ବର 22 ପୂଜା ଦିନ ଆପଣ ଯାହା ବି ପୂଜା କରିବେ ବା ଅର୍ପଣ କରିବେ ସେସବୁ ଗୁଡ଼ିକ ଯେମିତି ଖଣ୍ଡିତ ନ ହୁଏ ବା ଭଙ୍ଗା ଫଟା ନ ହୋଇଥିବା ଦରକାର। ନମ୍ବର 23 ବଟ ସାବିତ୍ରୀ ବ୍ରତ ଦିନ ନାଲି ରଙ୍ଗର ଫୁଲ ଅର୍ପଣ କରିବା ଉଚିତ। ଏମିତି କରିବା ଦ୍ୱାରା ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ। ନମ୍ବର 24 ଏହି ଦିନ ଆପଣଙ୍କର ଶୃଙ୍ଗାର ଜିନିଷ ପିନ୍ଧିବା ପାଇଁ ବା ଲଗାଇବା ପାଇଁ ଭୁଲିବେ ନାହିଁ। ବିଶେଷ କରି ଏହିସବୁ ଯଦି ଜିନିଷ ନାଲି ରଙ୍ଗର ହୋଇଥାଏ ଏହା ବହୁତ ଶୁଭ ହୋଇଥାଏ ଏବଂ ମଙ୍ଗଳ ମଧ୍ୟ ହୋଇଥାଏ। ନମ୍ବର 25 ପୂଜା ଆପଣ ସବୁ ପ୍ରକାର ଫଳରେ ଭୋଗ କରିପାରିବେ। ଯଦି ସବୁ ପ୍ରକାର ନାହିଁ ତାହେଲେ ଆପଣ 5 ପ୍ରକାର କି 7 ପ୍ରକାର ଫଳରେ ପୂଜା କରିପାରିବେ। ନମ୍ବର 26 ସାବିତ୍ରୀ ବ୍ରତ ଦିନ ସ୍ୱାମୀଙ୍କ ପଇସାରେ କରିବା ବହୁତ ଭଲ ହୋଇଥାଏ। ବାପା ମାଆଙ୍କୁ କଷ୍ଟ ଦେଇକି ଏତେ ସବୁ ଜିନିଷ ନ ଆଣିବା ଭଲ ହୋଇଥାଏ। ପାରୁଛନ୍ତି ଯଦି ନିଜ ସ୍ୱାମୀଙ୍କ ପଇସାରେ ହିଁ ବ୍ରତ କରନ୍ତୁ। ଆପଣମାନେ ସମସ୍ତେ ହସ ଖୁସିରେ ରୁହନ୍ତୁ ଏବଂ ସୁସ୍ଥରେ ରୁହନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍ କମେଣ୍ଟ ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।